ଚାଲ ଏବେ କ୍ଲାସ୍ 8ର ଗଣିତ ପ୍ରକାଶର ପ୍ରଥମ ଅଧ୍ୟାୟ ତାର ପ୍ରଶ୍ନ ଉତ୍ତର ଗୁଡ଼ାକ ଯେଉଁ ନିଜେ କରି ଦେଖୁ ପୃଷ୍ଠା ନମ୍ବର 10ରେ ଯେଉଁ ଗୁଡ଼ାକ ଥିଲା 5 ନମ୍ବର ପର୍ଯ୍ୟନ୍ତ ସରିଛି। ବର୍ତ୍ତମାନ 6 ନମ୍ବର କରିବା। 6 ନମ୍ବର ପ୍ରଶ୍ନଟି କ'ଣ ଦେଇଛି? କେଉଁ କ୍ଷୁଦ୍ରତମ ସଂଖ୍ୟା ଦ୍ୱାରା 9408କୁ ଗୁଣନ କଲେ ଗୁଣଫଳ ଏକ ପୂର୍ଣ୍ଣବର୍ଗ ସଂଖ୍ୟା ହେବ? ତାହେଲେ କରିବା 6 9408କୁ ଗୁଣନ କଲେ ତାହେଲେ କ'ଣ କରିବା? 9408ର ମୌଳିକ ଗୁଣନୀୟ ଗୁଡ଼ିକ ବାହାର କରିବା। 2 ଚକ 8 9 ହେଲେ 14 2 0 0 2 ଚକ 8 ପୁଣି ଏକକରେ 4 ଅଛି ମାନେ 2 ଦ୍ୱାରା ହିଁ କଟିବ। 2 ଦୁଣେ 4 2 3 6 7 2 5 10 2 ଦୁଣେ 4 ଯେ ପର୍ଯ୍ୟନ୍ତ 2 ଦ୍ୱାରା କଟୁଥିବ ଆମେ କଟେଇବା। 2 କ 2 କେ 2 2 କେ 2 3 ହେଲେ ଏଠି 1 2 7 14 15 ହେଲେ 1 212 ପୁଣି 2 5 10 11 ହେଲେ ଏଠି 2 16 17 ହାତ କଲେ 2 16 ପୁଣି 2 ଦ୍ୱାରା କରିବା 2 ଦୁଣେ 4 5 2 9 18 2 ଚକ 8 2 କେ 2 2 ଚକ 8 9 2 7 14 ବର୍ତ୍ତମାନ ଦେଖିବା ଏକକ ଘରେ କ'ଣ ଅଛି? 7 2 ଦ୍ୱାରା କଟିବେ ନାହିଁ। ତାର 3 ଦ୍ୱାରା କଟିବା ପାଇଁ କ'ଣ କରିବା? ସଂଖ୍ୟା ଗୁଡ଼ିକ ମିଶାଇବା। 7 4 11 କେ 12 3 ଦ୍ୱାରା କଟିବ 3 ଚକ 12 13 14 ହେଲେ 27 3 9 27 ବର୍ତ୍ତମାନ କେତେ? 49 ଡାଇରେକ୍ଟ 7ରେ କଟିବ 7 7 49 ବର୍ତ୍ତମାନ ତାହେଲେ କ'ଣ କରିବା? 9408ର ବର୍ଗ ଗୁଡ଼ିକ ବାହାର କରିବା ପାଇଁ 9408ର ମୌଳିକ ଗୁଣନୀୟ ଗୁଡ଼ିକ କେତେଟା? 2 1 2 3 4 5 6 1 2 3 4 5 6 2 କେତେଟା? 2 ଗୋଟେ 2 ନୁହେଁ 3 ଗୋଟେ 7 2ଟା 7 ଗୁଣନ 7 ଏହାର ବର୍ଗମୂଳ ବାହାର ନ କଲେ ମଧ୍ୟ ବର୍ତ୍ତମାନ ଯଦି ଏହାର ଆମେ ବର୍ଗମୂଳ ବାହାର କରିବା, ଏହାର ଯଦି ବର୍ଗମୂଳ ବାହାର କରିବା ଏଇ 2ଟାରୁ ଗୋଟେ 2 ନେଇପାରିବା, ଇଏ 2ରୁ ଗୋଟେ 2 ଇଏ 2ରୁ ଗୋଟେ 2 ଇଏ 7 7ରୁ ଗୋଟେ 7 ଆଉ ଗୋଟେ 3 ଆମର ବଢ଼ିଲା 3 ବଢ଼ିଲା। ଯଦି ଆଉ ଗୋଟେ 3 ଗୁଣନ ହେଇଥାନ୍ତା ତାହେଲେ ଏଇ 2ଟା 3ରୁ ଗୋଟେ 3 ନେଲେ ଆମେ ବର୍ଗ ସଂଖ୍ୟା ନେଇପାରିବା। ତାହେଲେ ହଉ ଦେଖିବା 2 ଇଏ 2 ଏ 2ଟାରୁ 2 ଏ 3ରୁ ଗୋଟେ 3 7 7ରୁ ଗୋଟେ 7 ତାହେଲେ ଆମକୁ ପ୍ରଶ୍ନ କ'ଣ କହିଛି? କେଉଁ କ୍ଷୁଦ୍ରତମ ସଂଖ୍ୟା ଦ୍ୱାରା 9408କୁ ଗୁଣନ କଲେ ଗୁଣଫଳ ଏକ ପୂର୍ଣ୍ଣବର୍ଗ ସଂଖ୍ୟା ହେବ? ତାହେଲେ କାହା ଦ୍ୱାରା ଗୁଣନ କଲେ? ଆନ୍ସର ହେଲା 3 ଆନ୍ସର ହେଲା 3 ଆଉ ସେଇ ସଂଖ୍ୟାଟି କେତେ ହେବ? 2 ଦୁଣେ 4 ଦୁଣେ 8 8 3 24 24 27 27 168 ତାହେଲେ ଆନ୍ସରଟି କେତେ ହେବ? ପ୍ରକୃତରେ ଆନ୍ସରଟି କେତେ ଆମର 3। ଯଦି ଏହାଠାରୁ ଆହୁରି ଅଧିକ ବେଳେ ଗୋଟେ ପ୍ରଶ୍ନ ମାଗେ କ'ଣ କରେ? ତାହେଲେ ସେହି ସଂଖ୍ୟାଟି କେତେ? ସେହି ସଂଖ୍ୟାଟି 168 ଏଇଟା କିନ୍ତୁ ଆମକୁ ମାଗି ନେଇ ଛୁଆ କେବଳ ଏଇଟା କେତେ କେତେ ଗୁଣନ କଲେ? କେବଳ 3 ଗୁଣନ କଲେ ଆଉ 3 ଗୁଣନ କଲେ କେବଳ ଏଠି ଗୋଟେ 3 ଅଛି ଆଉ ଗୋଟେ ଆମର 3 ଦରକାର। କେବଳ ଆନ୍ସର କେତେ ହେବ? 3 ଗୁଣନ କଲେ। ତାହେଲେ ବର୍ତ୍ତମାନ ଲେଖି ରଖ ପୁଣି 7 ନମ୍ବର କରିବା। ପ୍ରଶ୍ନଟି କ'ଣ କହିଛି? ନିମ୍ନଲିଖିତ ସଂଖ୍ୟା ଗୁଡ଼ିକର ବର୍ଗ ମଧ୍ୟରେ କେତୋଟି ସଂଖ୍ୟା ଅଛି? 16ର ବର୍ଗ ଓ 17ର ବର୍ଗ ମଧ୍ୟରେ କେତୋଟି ସଂଖ୍ୟା ଅଛି? ପ୍ରଥମେ କ'ଣ କରିବା ଆମେ? 16 ମନେକର n ହୁଏ, 17 ହେବ କେତେ? n + 1 16ର ବର୍ଗ ହେଲେ କେତେ? n ର ବର୍ଗ 17ର ବର୍ଗ ମାନେ n + 1 16 + 1 n + 1ର ବର୍ଗ n + 1ର ବର୍ଗ ଯାହା a + b ର ହୋଲ୍ ସ୍କୋୟାର a ସ୍କୋୟାର ପ୍ଲସ୍ 2ab 2 × n × 1 2ab ପ୍ଲସ୍ b ସ୍କୋୟାର ମାନେ 1 ବର୍ତ୍ତମାନ ଦେଖିବା ଇଏ ଗୋଟେ ହାରିଲା n ର ସ୍କୋୟାର ମାନେ n ଗୋଟେ ହାରିଲା ତାହେଲେ 16ର ବର୍ଗ ଆଉ 17ର ବର୍ଗ ମଧ୍ୟରେ କେତେଟି ଅଛନ୍ତି? କେମିତି ବାହାର କରିବା? ଦେଖ ଛୁଆ ବର୍ତ୍ତମାନ ଆମେ ବାହାର କରିବା 3 4 5 6 7 3 ଓ 7 ମଧ୍ୟରେ କେତେଟି ସଂଖ୍ୟା ଅଛନ୍ତି? 3 ଓ 7 ମଧ୍ୟରେ ବର୍ତ୍ତମାନ ଦେଖିବା 3 ଓ 7 ମଧ୍ୟରେ କେତୋଟି ସଂଖ୍ୟା ଅଛନ୍ତି? 3ଟି କେମିତି ହେଲା? 7ରୁ 3 ବିୟୋଗ କଲେ 7ରୁ 3 ବିୟୋଗ କଲେ କେତେ ହେଲା? 4 ପ୍ରକୃତରେ କେତୋଟି ଅଛନ୍ତି? 3ଟି ପୁଣି ସେଥିରୁ ଆଉ ଥରେ 1 ବିୟୋଗ କରିବା ଠିକ୍ ସେଇଭଳିଆ ଏଇଥିରୁ ଆମେ ଏହାକୁ ବିୟୋଗ କରିବା ଏଇଥିରୁ ଆମେ n ସ୍କୋୟାରକୁ ବିୟୋଗ କରିବା କେତେ ହେବ? n ସ୍କୋୟାର ପ୍ଲସ୍ 2n ପ୍ଲସ୍ 1 ମାଇନସ୍ n ସ୍କୋୟାର କଟିଗଲା କେତେ ହେଲା? 2n + 1 ସେଥିରୁ କେତେ ବିୟୋଗ କରିବା? କେବଳ ଆମକୁ କ'ଣ କହିଛି? 16ର ବର୍ଗ ଓ 17ର ବର୍ଗ ମଝିରେ କେତେ ଅଛି? ତାହେଲେ ପୁଣି ଆଉ ଥରେ 1 ବିୟୋଗ କରିବା -1 + 1 କଟିଲା ତାହେଲେ କେତେ ହେଲା? 2n nକୁ ଆମେ କ'ଣ ନେଇଥିଲେ? nକୁ ନେଇଥିଲେ ଆମେ 16 ତାର ମାନେ ଛୁଆ
2 ଗୁଣନ 16 16 ଦୁणे 32 କେତେଟି ସଂଖ୍ୟା ଅଛି 32ଟି ସଂଖ୍ୟା ଅଛି। ଏହାକୁ ବି ଆହୁରି ଅଲଗା କରାଯାଇ ପାରିବ ଯେମିତି 16ର ବର୍ଗ ବାହାର କରିବ 17ର ବର୍ଗ 17ର ବର୍ଗ 16ର ବର୍ଗ 16ର ବର୍ଗ ବାହାର କରିବ ଆଉ 17ର ବର୍ଗ ବାହାର କରିବ। ତେଣୁ 16ର ବର୍ଗ 16ର ବର୍ଗ 256 17ର ବର୍ଗ ହେଲା 299 299ରୁ 256 ବିୟୋଗ କରିବା 289 25 9ରୁ 6 ଗଲା କେତେ ରହିଲା 3 8ରୁ 5 ଗଲା କେତେ ହେଲା 3 ପୁଣି ସେଥିରେ ଏଇଠି ଆମେ କଣ କରୁଥିଲେ ଯୋଉ ଭଳିଆ 4ରୁ 7ରୁ 3 ଗଲେ କେତେ ହେଲା 4 4ରୁ 1 ବିୟୋଗ କଲେ ହେଲା ଭିତରେ 3ଟି ସଂଖ୍ୟା ଅଛନ୍ତି ସେଇଭଳିଆ 33ରୁ ଆଉ ଥରେ କଣ କରିବା 1 ବିୟୋଗ କରିବା ତାହେଲେ 32 এইଭଳିଆ ବି କରିପାରିବ କିମ୍ବା এইଭଳିଆ ବି କରିପାରିବ ଉତ୍ତର ସେମ୍ ବାହାରିବ। এইଟା ତୁମମାନଙ୍କର ଟିକେ ସହଜ ଲାଗିବ ଏଇଟା। ତାପରେ ବର୍ତ୍ତମାନ ଦେଖିବା 99ର 99 ଆଉ 100ର ବର୍ଗ 99 ଆଉ 99ର ବର୍ଗ ଆଉ 100ର ବର୍ଗ 99କୁ ଯଦି ଆମେ n ନେଲେ 100କୁ କେତେ ନେବେ n+1 ଏହାର ବର୍ଗ ମାନେ n ର ବର୍ଗ ଇଏ ହେଲା n+1ର ବର୍ଗ ବାହାର କରିବା n ର ବର୍ଗ ହେବ କେତେ ଛୁଆ n ସ୍କୋୟାର ବର୍ଗ ସେଇ a+b ର ହୋଲ୍ ସ୍କୋୟାର a ସ୍କୋୟାର ପ୍ଲସ୍ 2ab 2 into n into 1 ହେଲା 2n b ସ୍କୋୟାର ମାନେ 1 1ର ବର୍ଗ ହେଲା ଛୁଆ 1 ବର୍ତ୍ତମାନ ଏଇଥିରୁ ଏହାକୁ ଆମେ ବିୟୋଗ କରିବା n ସ୍କୋୟାର ପ୍ଲସ୍ 2n ପ୍ଲସ୍ 1 ଇଏ ଏହାକୁ ବିୟୋଗ କରିବା ମାଇନସ୍ n ସ୍କୋୟାର କଟିଲା କେତେ ହେଲା 2n+1 ପୁଣି ଯେହେତୁ 99ର ବର୍ଗ ଆଉ 100ର ବର୍ଗର ମଝିରେ ସଂଖ୍ୟା ପୁଣି ଏଥିରୁ ଆଉ ଥରେ ବିୟୋଗ କରିବା -1 ପ୍ଲସ୍ 1 କଟିଲା ରହିଲା କେତେ 2n 2 into n ଆମେ କାହାକୁ ନେଇଥିଲେ 99 ବର୍ତ୍ତମାନ ଗୁଣନ କରିବା 2 9 18ରୁ 8 ହାତ ଲାଗ 2 9 18 19 198ଟି ସଂଖ୍ୟା ଅଛି କେତେଟି ସଂଖ୍ୟା ଅଛି 198ଟି ସଂଖ୍ୟା ଅଛି। ତାହେଲେ ବର୍ତ୍ତମାନ ଛୁଆ ଲେଖି ରଖ 7 ନମ୍ବର ପୁଣି କରିବା ଆମେ 8 ନମ୍ବର କରିବା 8 ନମ୍ବର ପ୍ରଶ୍ନ କଣ ଦେଇଛି ନିମ୍ନଲିଖିତ ସଂରଚନାରେ ଖାଲି ଥିବା ସ୍ଥାନରେ ଠିକ ସଂଖ୍ୟା ଲେଖି ପୂରଣ କର 1ର ବର୍ଗ ଯୁକ୍ତ 2ର ବର୍ଗ ଯୁକ୍ତ 2ର ବର୍ଗ ସମାନ 3ର ବର୍ଗ 2ର ବର୍ଗ ଯୁକ୍ତ 3ର ବର୍ଗ ଯୁକ୍ତ 6ର ବର୍ଗ ସମାନ 7ର ବର୍ଗ ଏଠି ଛୁଆ ଦେଖ 1 2 2 2 3 6 3 ଚକ 12 4 5 20 9 10 ତାହେଲେ କେତେ ହେବ 90 ତାପରେ ଦେଖ ଛୁଆ 2ର ବର୍ଗ 3ର ବର୍ଗ 6ର ବର୍ଗ 7ର ବର୍ଗ 12ର ବର୍ଗ 13ର ବର୍ଗ 20ର ବର୍ଗ ତାହେଲେ କେତେ ହେବ 21ର ବର୍ଗ 90ର ବର୍ଗ ତା ପରବର୍ତ୍ତୀ ସଂଖ୍ୟା କେତେ ହେବ 91ର ବର୍ଗ ତେଣୁ ଏଇଭଳିଆ କରିପାରିବା ଆମେ ତାପରେ 9 ନମ୍ବର ଦେଇଛି ଛୁଆ ତଳେ ଦିଆଯାଇଥିବା ଚିତ୍ରରେ କେତୋଟି ଛୋଟ ବର୍ଗ ଚିତ୍ର ଅଛି ଉକ୍ତ ସଂଖ୍ୟାର ମୌଳିକ ଗୁଣନୀୟ ଗୁଡ଼ିକ ଲେଖ ଏଇଭଳିଆ ଗୋଟେ ଘର ଭିତରେ ବର୍ଗ ଚିତ୍ର ଗୁଡାକ କରିଛି କେତେଟି ନା 81ଟି ବର୍ଗ ଚିତ୍ର ଅଛି 81ଟି ଆଉ ଗୋଟେ ଛୋଟ ବର୍ଗ ଚିତ୍ର କେତେଟି ବର୍ଗ ଚିତ୍ର ଅଛି ନା 25ଟି ଯଦି ଛୋଟ ବର୍ଗ ଚିତ୍ର 25ଟି ବର୍ଗ ଚିତ୍ର ଅଛି ଛୋଟ ବର୍ଗ ଚିତ୍ରରେ ତାହେଲେ 25 ହେଲେ କେତେ ହେବ ମୌଳିକ ଗୁଣନୀୟ 5 ଗୁଣନ 5 91 ନେଲେ ଛୁଆ 9 9 କେତେ 81 91 ନୁହେଁ 81 9 9 81 81 ହେଲେ ଛୁଆ କେତେ ହେବ 3 ଗୁଣନ 3 ଗୁଣନ 3 ଗୁଣନ 3 ଗୋଟେ ହେବ 5 ଗୁଣନ 5 ଆଉ ଗୋଟେ ହେବ 3 ଗୁଣନ 3 ଗୁଣନ 3 ଗୁଣନ 3 ଚାରିଟା 3 ତେଣୁ ଏଇଭଳିଆ ଭାବରେ ସରିଲା କେତେ ନମ୍ବର ପର୍ଯ୍ୟନ୍ତ 9 ନମ୍ବର ପୁଣି ଏହାପରେ କରିବା ଘନ ଯେଉଁ ପିଲାମାନେ ମୋ ଭିଡ଼ିଓ ଗୁଡ଼ିକୁ ଦେଖୁଛ ସବସ୍କ୍ରାଇବ କରିବାକୁ ଭୁଲିବନି।